ନିମ୍ନମାନର ରାସ୍ତା କାମକୁ ନେଇ ଅଭିଯୋଗ। କଦଳୀପାଳଠାରୁ କେଞ୍ଚୁଡ଼ି ପର୍ଯ୍ୟନ୍ତ ରାସ୍ତା କାମ ନିମ୍ନମାନର। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ଚାଲିଛି ମଧୁଚନ୍ଦ୍ରିକା। ସାଧାରଣରେ ପ୍ରଶ୍ନ, ଏ ନିମ୍ନମାନର ରାସ୍ତା କାମ କାହା ସ୍ୱାର୍ଥରେ? ବିଭାଗୀୟ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣାଧୀନ ରାସ୍ତା ନିମ୍ନମାନର କାର୍ଯ୍ୟ। ଗ୍ରାମବାସୀମାନେ ରାସ୍ତାରେ ବସି କଲେ କାମ ବନ୍ଦ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ରାସ୍ତାରୁ ହଟିଲେ ଗ୍ରାମବାସୀ। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ତୁମୁସିଂହା ପଞ୍ଚାୟତର କଦଳୀପାଳଠାରୁ କେଞ୍ଚୁଡ଼ି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣାଧୀନ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବାରୁ ଗ୍ରାମବାସୀ ରାସ୍ତାରେ ବସି ବନ୍ଦ କଲେ ରାସ୍ତା କାମ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କଦଳୀପାଳଠାରୁ କେଞ୍ଚୁଡ଼ି ପର୍ଯ୍ୟନ୍ତ ରହିଥିବା 15 କିଲୋମିଟର ରାସ୍ତାକୁ ପ୍ରାୟ 4 କୋଟି ଟଙ୍କାରେ ନିର୍ମାଣ ଚାଲିଛି। କିନ୍ତୁ ପିଚୁ କାମ ଚାଲିଥିବାରୁ କେତେକ ଗ୍ରାମବାସୀ ପିଚୁ କାମ ନିମ୍ନମାନର ହେଉଥିବାର ଦେଖିଥିଲେ। ଏପରିକି ରାସ୍ତାରୁ ପିଚୁ ଉଠି ଯାଉଥିବାର ଦର୍ଶାଇ ରାସ୍ତାରେ ବସି ରାସ୍ତା କାମ ବନ୍ଦ କରିଥିଲେ। ଖବର ପାଇ ଅଧୀକ୍ଷଣ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ରାସ୍ତାରେ ପିଚୁ କାର୍ଯ୍ୟ ଚାଲୁଥିବା ବେଳେ 24 ଘଣ୍ଟା ପରେ ପିଚୁ ସେଟ୍ ନେବା ସକାଶେ ଦର୍ଶାଇଥିଲେ। ଏହି ପିଚୁ କାମ କିପରି ସଠିକ୍ ଭାବେ ହୋଇପାରିବ ସେ ଉପରେ ଗୁରୁତ୍ୱ ଦେଇ ନିର୍ଭର ପ୍ରତିଶ୍ରୁତି ପ୍ରଦାନ ପରେ ଗ୍ରାମବାସୀ ରାସ୍ତାରୁ ଉଠିଥିଲେ। କଦଳୀପାଡ଼ି ଠାରୁ କେଞ୍ଚୁଡ଼ି ପର୍ଯ୍ୟନ୍ତ ଗୋଟେ ଆଦି ରାସ୍ତା ନିର୍ମାଣ କରାଯାଉଛି। ବହୁତ ଦିନ ପରେ ମାନେ ଏକ ପିଚୁ ରାସ୍ତାଟା ନିର୍ମାଣ ହେଉଛି। ଆମେ ସେଥିପାଇଁ ଖୁସି ଆନନ୍ଦ ସମସ୍ତେ ଗ୍ରାମବାସୀ ତରଫରୁ। ଏଠି ଆମର ମହୁଲନଗର, ରଘୁଆପୁର, ଟଙ୍କାପୁର, ଫେଲିସାହି, ଭେରଗୁଣିଆ, କିଆପାତାନି ଏମିତି ବହୁତ ଗୁଡ଼ିଏ ଗାଁ ଅଛି। ବହୁତ ଗୁଡ଼ିଏ ଲୋକ ଏଥିରେ ଆମେ ଉପକୃତ ହେବୁ ଆଉ ଖୁସି ମଧ୍ୟ ଅଛୁ। ଆମର ଅଭିଯୋଗ ଏଇଆ ଯେ ଆମର ପିଚୁ କାମ ଗତକାଲି ଠାରୁ ଆରମ୍ଭ ହେଇଛି, କିନ୍ତୁ ଗଲା କାଲି ଆରମ୍ଭ ହେଇଥିଲେ ମଧ୍ୟ ଗୋଟେ ଦିନ ପୂर्ण ନ ହଉ ପିଚୁ ଉଠିଗଲାଣି। ମାନେ ଯାହାକି ଅତି ନିମ୍ନମାନର କାର୍ଯ୍ୟ, ଅତି ନିନ୍ଦନୀୟ ମଧ୍ୟ। ତେଣୁ ଏତେ ଦିନ ପରେ ଆମେ ରାସ୍ତା ଭଲ ରାସ୍ତା ଖଣ୍ଡେ ଆମ ମୁଖ୍ୟମନ୍ତ୍ରୀ, ଆମ ଜାତି ଭାଇ ମୁଖ୍ୟମନ୍ତ୍ରୀ ଆମକୁ ଦେଇଛନ୍ତି, କିନ୍ତୁ ଏଠି ଯୋଉ କଣ୍ଟ୍ରାକ୍ଟର ମାନେ କାମ କରୁଛନ୍ତି ମନମାନି କାର୍ଯ୍ୟ କରୁଛନ୍ତି। ଯାହାକି ଏମିତିକି ଆମର ଯୋଉ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଯୋଉ ଜେଇ ଏସଡିଓ ଯୋଉମାନେ ଅଛନ୍ତି ସେମାନଙ୍କର ଆମେ କେବେ ଆଜି ପର୍ଯ୍ୟନ୍ତ ଆମେ ଦେଖିନୁ ତଦାରଖ କରିବାରେ। ତେଣୁ ଯାହାକି ଜଣା ପଡୁଛି ଜେଇ ମାନେ ମୋଟା ଅଙ୍କର ଅର୍ଥ ପକେଟ ପୁରେଇ ଚୁପ୍ ହେଇକି ବସିଛନ୍ତି, ସେ ତଦାରଖ କରୁନାହାନ୍ତି। ଆଉ ଏମିତି ଯଦି ରାସ୍ତା ତିଆରି ହବ ନିମ୍ନମାନର ପିଚୁ ଉଠିଯିବ ଗୋଟେ ମାସ ଭିତରେ, ତାହେଲେ ତ ଏତେ ରାସ୍ତା ନିର୍ମାଣ କରିଥିଲେ କିଛି ଲାଭ ନାହିଁ। ଆଜି ଆମେ ଯୋଉ ଦାବି କରୁଛୁ ଭଲ ରାସ୍ତା ନିର୍ମାଣ କର। ଆଉ ଭଲ ରାସ୍ତା ନିର୍ମାଣ ହେଲେ ଆମେ 5-6ଟି ଗ୍ରାମର ଲୋକମାନେ ଆମେ ଉପକୃତ ହେବୁ। ଯାହାକି ଏଇଟା ହେଉଛି ଗୋଟିଏ ମାତ୍ର ରାସ୍ତା ଆମର ହେଡକ୍ୱାର୍ଟରକୁ ଯିବା ପାଇଁ, ବ୍ଲକକୁ ଯିବା ପାଇଁ କି ମେଡିକାଲକୁ ଯିବା ପାଇଁ। ଏଇଟା ଗୋଟିଏ ମାତ୍ର ଭଲ ଗୋଟେ ରାସ୍ତା। ଯଦି ଏତେ ବର୍ଷ ପରେ ଯଦି ଗୋଟେ ରାସ୍ତାଟା ମୁଖ୍ୟମନ୍ତ୍ରୀ ଆମକୁ ଦେଇଛନ୍ତି, ଭଲ ରାସ୍ତା ଭଲ କାମ କାହିଁ କରିବନି? ଆମର ଦାବି ହେଉଛି ଭଲ କାମ କର। ଆଉ ମାନେ ଆମେ ମାନେ ଏଠିକାର ଜନସାଧାରଣ ଆମେ ଯେମିତି ଉପକୃତ ହେବୁ, ଏଇଥିପାଇଁ ଆମେ ରାଜରାସ୍ତାରେ ଆଜି ବସିଛୁ। ଆମେ ଯେଇ ଗତକାଲି ଠାରୁ ଆମେ ଜେଇକୁ ଆମେ ଫୋନ କରୁଛୁ, ରିସିଭ୍ କରୁନାହାନ୍ତି। ଆଜି 4 ଥର ଫୋନ କଲି, ଆଜି ରିସିଭ୍ କରୁନାହାନ୍ତି। ତେଣୁ ଏଥିରେ ସ୍ପଷ୍ଟ ଜଣା ପଡୁଛି ଯେ ଜେଇ ଏଥିରେ ମାନେ ପିସି କାରବାରରେ ଲିପ୍ତ ଅଛନ୍ତି। ତେଣୁ ଆଜି କାମ ବନ୍ଦ କରିବା କାରଣ ହେଉଛି ଜେଇ ନ ଆସିବା ପର୍ଯ୍ୟନ୍ତ କାମ ବନ୍ଦ ରହିବ। ସେଥିପାଇଁ ଆମେ ଗାଁ ତରଫରୁ ସମସ୍ତେ ଆଜି ବସିଛୁ। ଢେଙ୍କାନାଳ କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।